ଦେଖନ୍ତୁ ବିଭିନ୍ନ ସଂସ୍ଥାର ବିଭିନ୍ନ ଦାୟିତ୍ୱ ଥାଏ। ଯେତେବେଳେ ସେ ଦାୟିତ୍ୱରେ କିଛି ଅବହେଳା ହେବାର ଦୃଷ୍ଟିକୁ ଆସେ ତାହେଲେ ରେଗୁଲେଟରୀ ଡିପାର୍ଟମେଣ୍ଟର କାମ ହେଉଛି ସେମାନଙ୍କୁ ସୂଚିତ କରାଇବ ଯେ ଆପଣଙ୍କର ଦାୟିତ୍ୱ ଏଇଆ, ଆପଣ ଏହାକୁ ଯଦି ନିର୍ବାହ ନ କରନ୍ତି ତାହେଲେ କି ପ୍ରକାର ସମସ୍ୟା ସୃଷ୍ଟି କରିବ ଏବଂ ଗୋଟେ ହେଉଛି ସୋସିଆଲ ଇସ୍ୟୁ କ'ଣ କ୍ରିଏଟ୍ କରିବ, ଆଉ ଗୋଟେ ହେଉଛି ମାନେ ଡିସିପ୍ଲିନାରୀ ଆକ୍ସନ୍ କ'ଣ ନିଆଯିବ। ଏହି କ୍ରମରେ ଯେତେବେଳେ ଆମ ଦୃଷ୍ଟିକୁ ଆସିଲା ଏମିତି ବାରମ୍ବାର ରାସ୍ତା ଉପରେ ବହୁତ ଗୁଡ଼ିଏ ଗାଡ଼ିରେ ଯେତେବେଳେ ମାଲ ପରିବହନ ହେଉଛି ସେଥିରୁ କୌଣସି ସ୍ପିଲେଜ୍ ହେବା ଦ୍ୱାରା ରାସ୍ତାରେ ପଡ଼ି ରହୁଛି। ଆଉ କେନ୍ଦ୍ର ସରକାର ଯେତେବେଳେ ମୋଟରଯାନ ଆଇନ 2019 ମସିହାରେ ତାକୁ ଆମେଣ୍ଡମେଣ୍ଟ କଲେ ଗୋଟେ ନୂଆ ପ୍ରାବଧାନ ଆଣିଲେ 198A। ସେଥିରେ କହିଲେ ଯେ ଯଦି କୌଣସି ରାସ୍ତା ନିର୍ମାଣକାରୀ ସଂସ୍ଥା ତାଙ୍କ ନିର୍ମାଣ କାମରେ ହେଉ, ଡିଜାଇନରେ ହେଉ ବା ରକ୍ଷଣାବେକ୍ଷଣରେ ହେଉ ଯଦି ତିନୋଟି ଜିନିଷର ଅବହେଳା କରନ୍ତି ତାହେଲେ ସେମାନଙ୍କୁ ଦାୟୀ କରାଯିବ। ଯିଏ ସେଥିପାଇଁ ଦାୟିତ୍ୱବାନ ଅଛନ୍ତି ତାଙ୍କୁ ଦାୟୀ କରାଯିବ। ଏବଂ ସେଇ କ୍ରମରେ ଆମେ ବିଭିନ୍ନ ଆମ ଦୃଷ୍ଟିକୁ ଆସିଲା କିଛି ଗୁଡ଼ା ଆକ୍ସିଡେଣ୍ଟ ବାଲି ପଡ଼ୁଛି, ମେଣ୍ଟେନାନ୍ସ କରିବା ଦାୟିତ୍ୱ, ମେଣ୍ଟେନାନ୍ସ ସେମାନେ କେମିତି କରିବେ, କ'ଣ ତା ପାଇଁ ଫଣ୍ଡ ଦରକାର ସେମାନେ ତା'ର ବିଚାର ବିମର୍ଶ କରିକି ତା'ର ଆଲୋକେଟ୍ କରିବେ। ତେଣୁ ସେମାନେ ତାକୁ ଯେହେତୁ ମେଣ୍ଟେନାନ୍ସ ତାଙ୍କ ଅଧୀନରେ ଅଛି, ଆମର କାମ ହେଉଛି ଦୁର୍ଘଟଣାକୁ ରୋକିବା। ତେଣୁ ଆମେ ତାଙ୍କୁ ଜଣାଇଦେଲୁ ଯେ ଆପଣଙ୍କର ଏଇସବୁ ବାଲି ଫାଲି ପଡ଼ୁଥିବା ଯୋଗୁଁ ଦୁର୍ଘଟଣା ହେଉଛି, ଆପଣଙ୍କର ଏଇ ଆଇନ ଅନୁସାରେ ଆପଣଙ୍କର ଦାୟିତ୍ୱ ହେଉଛି ତାକୁ ମେଣ୍ଟେନ୍ କରିବା। ଯଦି ନ କରନ୍ତି ଭବିଷ୍ୟତରେ କିଛି ଅସୁବିଧା ହୁଏ ତାହେଲେ ଆପଣଙ୍କୁ ଦାୟିତ୍ୱ ଆପଣଙ୍କ ଉପରେ ରେସ୍ପନ୍ସିବିଲିଟି ଫିକ୍ସ କରାଯିବ। ଏତିକି ଆମେ ସମ୍ପୃକ୍ତ ସବୁ ରାସ୍ତା ନିର୍ମାଣକାରୀ ସଂସ୍ଥାମାନଙ୍କୁ ଜଣାଇ ଦେଇଛୁ। ସାର୍ ଆଜି ଯେଉଁଠି କହିଛନ୍ତି ଆର୍ଟିଓ ମାନଙ୍କୁ ଯେଉଁ ଡାଇରେକ୍ସନ ଦିଆଯାଇଛି ଏନଫୋର୍ସ ପଏଣ୍ଟରେ ଯେ ସବୁ ଏନଫୋର୍ସ କରିବେ ଲୋଡିଂ କଥାଠୁ ଆରମ୍ଭ କରିକି ଟ୍ରାନ୍ସପୋର୍ଟେସନ ମାଇନର ମିନେରାଲ୍ସ ବାଲି ହଉ ବା ଡେବ୍ରିଜ ହଉ ଏ ଯେଉଁ ଜିନିଷ ଏକୁ ଏନଫୋର୍ସ କରିବା ଲାଗି ଏସଟିଏ ପକ୍ଷରୁ କ'ଣ ଶୁଣନ୍ତୁ, ମନିଟରିଂ କେମିତି ଆପଣଙ୍କୁ ତିନୋଟି ଜିନିଷ କରାଯାଇଛି। ଗୋଟେ ହେଉଛି ରାସ୍ତା ନିର୍ମାଣକାରୀ ସଂସ୍ଥାଙ୍କୁ କୁହାଯାଇଛି ରାସ୍ତାକୁ କେମିତି ରକ୍ଷଣାବେକ୍ଷଣ କରିବେ। ମାଇନର ମିନେରାଲକୁ କୁହାଯାଇଛି ଯେ ଆପଣ ଯେତେବେଳେ ଲୋଡ଼ିଂ କରୁଛନ୍ତି, ଆମେ କିଛି କହିନୁ, ଏସବୁ ବିଭିନ୍ନ କୋର୍ଟର ନିର୍ଦ୍ଦେଶନାମା, ଆମେ ଖାଲି ତାଙ୍କୁ ସୂଚିତ କରିଦେଇଛୁ କୋର୍ଟର ନିର୍ଦ୍ଦେଶନାମା ଅଛି, ଆପଣ ଏଇ ଜିନିଷଟା କଲେ ଏଇଭଳି ଜିନିଷ ହୋଇନପାରେ। ତେଣୁ ତାଙ୍କୁ କହିଛୁ ଆପଣ ଯଦି ଲୋଡ଼ିଂ ପଏଣ୍ଟରେ ଚେକ୍ କରିଦେବେ ତାହେଲେ ଜରି ଘୋଡ଼େଇ ହେଇକି ଯିବ। ତେଣୁ ତାଙ୍କୁ କୁହାଯାଇଛି ଲୋଡ଼ିଂ ପଏଣ୍ଟରେ ତାଙ୍କର କ'ଣ ଇନଫ୍ରାଷ୍ଟ୍ରକ୍ଚର ଅଛି ତାହା ତ ଆମକୁ ଜଣା ନାହିଁ। ଆର୍ଟିଓ ମାନଙ୍କୁ କୁହାଯାଇଛି ଯେ ରାସ୍ତାରେ ଏଇଭଳିଆ ଜିନିଷ ନେଉଥିଲା ବେଳେ ଯଦି ଘୋଡ଼େଇକି ନ ନେଉଥିବ ତାହେଲେ ଆପଣ କ'ଣ କାର୍ଯ୍ୟାନୁଷ୍ଠାନ ନେବେ। ଏବଂ ଆର୍ଟିଓ ମାନେ ରୀତିମତ ନିଅନ୍ତି। ଏବଂ ଆମ ପାଖରେ ମଧ୍ୟ ଏଇ ଯେଉଁ ବାଲି ଫାଲି ବିଭିନ୍ନ ସମୟରେ ଆମର ସ୍ପେଶାଲ ଡ୍ରାଇଭ୍ ହୁଏ। ତେଣୁ ତାକୁ ଇଣ୍ଟେନ୍ସିଫାଇ କରାଇଛୁ। ଗୋଟେ ହେଲା ଅନ୍ ରୋଡ଼ ଏନଫୋର୍ସମେଣ୍ଟ, ଗୋଟେ ହେଲା ସୋର୍ସ ଏନଫୋର୍ସମେଣ୍ଟ, ଗୋଟେ ହେଲା ମେଣ୍ଟେନାନ୍ସ ଅଫ୍ ରୋଡ଼। ମେଣ୍ଟେନାନ୍ସ ଅଫ୍ ରୋଡ଼ ଓନିଂ ଏଜେନ୍ସି, ସୋର୍ସ ପଏଣ୍ଟରେ ତାକୁ ଏନଫୋର୍ସ କରିବା ପାଇଁ ଆମେ ରିକ୍ୱେଷ୍ଟ କରିଛୁ ମାଇନର ମିନେରାଲ ଡିପାର୍ଟମେଣ୍ଟକୁ। ଆଉ ରାସ୍ତାରେ ପରିବହନ ସମୟରେ ପୋଲିସ ଏବଂ ପରିବହନ ବିଭାଗର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତାକୁ ମାନେ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପାଇଁ। ବାଲି ଯାଉଛି କେଉଁ ଜାଗାରେ ଯାଉଛି, ବାଲି ଗାଡ଼ି କେଉଁ ଜାଗାରେ ଯାଉଛି ସମସ୍ତେ ଆପଣ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି। ତେଣୁ ବାଲି ଗଲାବେଳେ ପାଲଟା ଘୋଡ଼େଇଛି କି ନାହିଁ, ତଳେ ବାଲି ପ୍ରପର କୌଣସି ସ୍ପିଲେଜ୍ ହେଉନଥିବ। ଏହା ହାଇକୋର୍ଟ ବିଭିନ୍ନ କୋର୍ଟମାନଙ୍କର ମାନ୍ୟବର କୋର୍ଟମାନଙ୍କର ନିର୍ଦ୍ଦେଶନାମା ରହିଛି। ଯାହା ଆଇନରେ ଅଛି, ଆପଣଙ୍କର ଆଇନରେ ଅଛି, ଏଇ ଆଇନର ଖିଲାପ କଲେ କ'ଣ ଆକ୍ସନ୍ ନିଆଯିବ, ଯାହା ଆଇନର ବିଧି ବ୍ୟବସ୍ଥା ଅଛି ସେଇ ଅନୁସାରେ ନିଆଯିବ। କେତେ ଦୂର ଆଶାବାଦୀ ଅଛନ୍ତି, କାରଣ ପୂର୍ବରୁ ତ ଲ ବି ରହିଛି, ଲ ଏନଫୋର୍ସ କରିବାକୁ ଆଉଥରେ ଚିଠି କରିବାକୁ ପଡ଼ିବ, ଭାବୁଛନ୍ତି କେତେ ଦୂର? ରେଗୁଲେଟରୀ ଡିପାର୍ଟମେଣ୍ଟର କାମ ହେଉଛି ଯେ ଥରେ କହିକି ବସିବ ନାହିଁ। ରେଗୁଲେଟରୀ ଡିପାର୍ଟମେଣ୍ଟର କାମ ହେଉଛି ତାକୁ କଣ୍ଟିନ୍ୟୁଅସଲି ଏନଫୋର୍ସମେଣ୍ଟ ଇଜ୍ ଏ ରେଗୁଲାର ପ୍ରାକ୍ଟିସ୍। ଆମେ ଆଜି ସୋମବାର ଦିନ ଏନଫୋର୍ସମେଣ୍ଟ କରିବା ଆଉ 7 ଦିନ କରିବା ନାହିଁ, ଏହା ନୁହେଁ। ତେଣୁ ଆମର କାମ ହେଉଛି ଆମର ବିଭାଗକୁ ଚଳଚଞ୍ଚଳ କରିବା ପାଇଁ କୌଣସି କାହିଁକିନା ଯେତିକି ମ୍ୟାନ୍ପାୱାର ଅଛନ୍ତି ସେଇ ମ୍ୟାନ୍ପାୱାର ଭିତରେ ଆମକୁ କରିବାକୁ ପଡ଼ିବ। ତେଣୁ ଏଇଗୁଡ଼ିକ ଫିଜିକାଲି ଚେକ୍ କରିବାକୁ ପଡ଼ିବ। ଏହା ମାନେ କୌଣସି ମାନେ ଇଲେକ୍ଟ୍ରୋନିକ୍ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ମଧ୍ୟ ବର୍ତ୍ତମାନ ତାକୁ ଯାଞ୍ଚ କରିହେବ ନାହିଁ। ତେଣୁ ଆମେ ସିନା ଡକୁମେଣ୍ଟକୁ ଯାଞ୍ଚ କରିବା ପାଇଁକି ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସର ସାହାଯ୍ୟ ନେଇପାରିବା, କିନ୍ତୁ ଏଇସବୁ ଜିନିଷକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବାକୁ ପଡ଼ିବ। ଆଉ ଯାଞ୍ଚ ହେଲେ ଲୋକ ସଜାଗ ହେବେ। ଆଉ ଆମେ ଜଣାଇ ଦେବାର ଅର୍ଥ ହେଲା ଲୋକ ବହୁତ ଜନସାଧାରଣ ଜାଣିବା ଦରକାର ଯେ ଦାୟିତ୍ୱଟା କାହାର କ'ଣ। ତେଣୁ ଧରନ୍ତୁ ରାସ୍ତାରେ ବାଲି ପଡ଼ିଛି, ଲୋକଟି କ'ଣ କରୁଛି ନା କାହାକୁ ଜଣାଇବ, ସେ ଦେଖିଲା, ସେ ଜଣେ ସଚେତନ ନାଗରିକ, ସେ କାହାକୁ ଜଣାଇବ। ତେଣୁ ଆମେ ଏଠି ସ୍ପଷ୍ଟ କରିଦେଲୁ ଯେ କାହାର କ'ଣ କାର୍ଯ୍ୟାବଳୀ ରହିଛି ଆଉ ସେ କାହାକୁ ଜଣାଇବ। ଯଦି ବାଲି ପଡ଼ୁଛି, ଆପଣ ଯେଉଁ କଥା ସାଧାରଣ ଲୋକଟେ ଦେଖୁଛି, ପଥଚାରୀ ଦେଖୁଛି,
କାହାକୁ କୋଉ କ୍ଷେତ୍ରରେ ଜଣେଇବା ଏବଂ ସେ ନମ୍ବର ସେ ଟୋଲ ଫ୍ରି ନମ୍ବର ସେମିତି ଶୁଣନ୍ତୁ ଆମେ ଆମ ବିଭାଗ ତରଫରୁ ଟୋଲ୍ ଫ୍ରି ନମ୍ବର ଦେଇଛୁ ସେ ବିଭାଗ ତରଫରୁ ମଧ୍ୟ NHAIର ମଧ୍ୟ ଗୋଟେ ଟୋଲ୍ ଫ୍ରି ନମ୍ବର ଅଛି ବାକି ଅନ୍ୟମାନଙ୍କର ଟୋଲ୍ ଫ୍ରି ନମ୍ବର ଅଛି କି ନାହିଁ ମୁଁ ଜାଣିନାହିଁ ତେଣୁ ଥାଇ ବି ପାରେ ତାକୁ କହିହେବ ନାହିଁ କିନ୍ତୁ ସେ ଗୋଟେ ସିମ୍ପଲ୍ ସେ ଯେକୌଣସି ଜାଗାରେ ସରକାରଙ୍କର ବିଭିନ୍ନ ଗ୍ରିଭାନ୍ସ ଫୋରମ୍ ଅଛି କୌଣସି ଜାଗାରେ ଦେଇପାରିବ ତ ୱାନ୍ସ ଯେତେବେଳେ ଗ୍ରିଭାନ୍ସ ସରକାରଙ୍କ ପାଖକୁ ଆସିବ ସରକାର ଜାଣିଛନ୍ତି ଏଇ କାମଟା କାହାକୁ କେଉଁ ବିଭାଗକୁ ଦିଆଯିବ ତେଣୁ ଗ୍ରିଭାନ୍ସ ରେଜ୍ କରିପାରିବ ଦେର୍ ଆର୍ ଗ୍ରିଭାନ୍ସ କମନ୍ ଗ୍ରିଭାନ୍ସ ପୋର୍ଟାଲ୍ ଅଛି ସାର୍ ଏବେ ବିଭିନ୍ନ ପ୍ରଶ୍ନ ଗ୍ରୀନ୍ ଷ୍ଟିକରକୁ ନେଇ ଏବେ ସାର୍ ପୋଜିସନ କ'ଣ ଅଛି କେତେ ଲୋକ ଭତ୍ତା ମିଳିଲାଣି ଏବେ ସାର୍ ଗ୍ରୀନ୍ ଷ୍ଟିକରକୁ ନେଇ ସାର୍ ଗ୍ରୀନ୍ ଷ୍ଟିକର କୌଣସି ଜାଗାରେ ଗ୍ରୀନ୍ ଷ୍ଟିକର ପାଇବାର ଅସୁବିଧା ଆମ ଦୃଷ୍ଟିକୁ ଆସିନାହିଁ ଗ୍ରୀନ୍ ଷ୍ଟିକର ଯିଏ ଯେଉଁ ଜାଗାରେ ଯାଉଛନ୍ତି ଯେଉଁ ଆର୍ଟିଓଠୁ ଯାଉଛନ୍ତି ସେମାନେ ପାଇପାରୁଛନ୍ତି ଯଦି ଆପଣଙ୍କ ପାଖରେ କିଛି ଅସୁବିଧା ଥାଏ ତାହେଲେ ଆମେ ଅନୁରୋଧ କରିବୁ ଆପଣ ଆମ ଦୃଷ୍ଟିକୁ ଆଣନ୍ତୁ କେତେ ଗ୍ରୀନ୍ ଷ୍ଟିକର ବର୍ତ୍ତମାନ ଆପଣଙ୍କ ପାଇଁ ଯୋଜନା ଅଛି କେତେ ଲୋକ ବର୍ତ୍ତମାନ ଯେଉଁମାନେ 9 ତାରିଖ ପର୍ଯ୍ୟନ୍ତ କରିଛନ୍ତି ପଲ୍ୟୁସନ୍ ସେଇମାନେ ନେବେ ତେଣୁ ସଂଖ୍ୟା ଯେତେ ସଂଖ୍ୟା ହେଇଥିବ ଆମେ ସେତେ ସଂଖ୍ୟାରେ ଦେବୁ ଅପସନାଲ୍ ଅଛି ଯିଏ ମାଗିବ ତାକୁ ଦେବୁ ସାର୍ ଏବେ କାର୍ଯ୍ୟାଳୟରେ ଦିଆଯାଉଛି ଆଗକୁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଦିଆଯିବ ଆପଣ ବୋଧହୁଏ ମୋର ପୂର୍ବ ବକ୍ତବ୍ୟ ଗୁଡ଼ିକ ବୋଧେ ଅନୁଧ୍ୟାନ କରିନାହାନ୍ତି ପୂର୍ବ ବକ୍ତବ୍ୟରେ ସ୍ପଷ୍ଟ ଭାବେ ମୁଁ କହିଛି 10 ତାରିଖ ଠାରୁ ଯେଉଁ ପଲ୍ୟୁସନ୍ ଯାଞ୍ଚ କେନ୍ଦ୍ର ଯାଞ୍ଚ କରିବ ସିଏ ସେଇଠୁ ଦେବ ତେଣୁ 10 ତାରିଖ ଆପଣ 10 ତାରିଖ ପରଠୁ ଯେଉଁମାନେ କରୁଛନ୍ତି ଯାଞ୍ଚ କେନ୍ଦ୍ରରୁ ନେଉଛନ୍ତି ସେଟା ମନା ଯାଞ୍ଚ କରି ମନା କରୁଛନ୍ତି ଆପଣ ମୋତେ ନାଁ କୁହନ୍ତୁ ଜେନେରାଲ ନ କରିକି ମୋତେ ରାଜା ବଗିଚା ନାଁ କୁହନ୍ତୁ ରାଜା ପଇସା ସେ ଦିଆଯାଉ ରାଜା ବଗିଚା କ'ଣ ନାଁଟା କୁହନ୍ତୁ ମାନେ ଆମ ଅଧୀ ଆସିନି ଆଚ୍ଛା ଠିକ୍ ଅଛି ମୁଁ ଆକୁ ନୋଟ୍ କଲି ଆଉ ଦୟାକରି ମୋତେ ଅଫ୍ କ୍ୟାମେରା ଆପଣ ମୋତେ ତାର ଟିକେ ଡିଟେଲ୍ସ ଦେବେ ତାହେଲେ ମୁଁ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବି ସାର୍ ଏଇଟା ଗୋଟେ ସେଣ୍ଟେନ୍ସ ସାରିବା ତାମାନେ ଯିଏ ଏବେ 10 ତାରିଖ ପରେ କରିବ ସେଇ 10 ବା ତାପରେ ଓକେ ଯଦି ସାର୍ ରହୁଛି ସେମିତି ଯାଞ୍ଚ ସେଇଟା ଟିକେ ସେଣ୍ଟେନ୍ସଟା କ୍ଲିୟର କରିଦେବେ ଯେଉଁମାନେ 10 ତାରିଖ ପରେ କୌଣସି ପ୍ରଦୂଷଣ କେନ୍ଦ୍ର ଆପଣ ଶୁଣନ୍ତୁ ପ୍ରଥମ ହେଉଛି ଆପଣ ଅପସନାଲ୍ ସେଇଟା ଆପଣ ମାଗିବାକୁ ପଡ଼ିବ ଯେ ଆମକୁ ଗ୍ରୀନ୍ ଷ୍ଟିକରଟା ଦିଅନ୍ତୁ ଯଦି ସେ ନ ଦେଲେ ଆମେ ଆମର 1800-345-1073ରେ ଆପଣ ତତ୍କ୍ଷଣାତ୍ ସେ ସେଣ୍ଟରର ନାଁ ଲୋକେସନ୍ କେଉଁ ଜାଗାରେ କରୁଛନ୍ତି ଆମକୁ କମ୍ପ୍ଲେନ୍ ଦେବେ ଆମେ ଇମିଡ଼ିଏଟ୍ ଆକ୍ସନ୍ ନେବୁ ନିୟମ ସାର୍ ରହିଛି ସେମାନେ 10 ତାରିଖ ପରେ ଦେବା ବାଧ୍ୟ ସେମାନେ ଦେଉଛନ୍ତି ଆମେ ମଧ୍ୟ କାଲି ବହୁତ ଗୁଡ଼ିଏ ସୋସିଆଲ ମିଡ଼ିଆରେ ଦେଖୁଛୁ ଆପଣ ଲୋକମାନେ ତାକୁ ରିଲ୍ସ କରିଛନ୍ତି ଇଏ ଯେ ମୋତେ ମିଳିଲା ମୁଁ ଗ୍ରୀନ୍ ଷ୍ଟିକର ପାଇଲି ୱି ହାଭ୍ ସିନ୍ ସମ୍ ରିଲ୍ସ ତେଣୁ ରାଜା ବଗିଚା ଯେଉଁଟା କହିଲେ ୱି ହାଭ୍ ଅଲରେଡ଼ି ଟେକେନ୍ ଏ ନୋଟ୍ ଆଣ୍ଡ ଇମିଡ଼ିଏଟଲି ଆକ୍ସନ୍ ଉଡ୍ ବି ଟେକେନ୍